ମୋ ନାଁ ଶିବ ଶଙ୍କର। ଦେବଦେବ ମହାଦେବ କୈଳାସପତି ଶିବଙ୍କର ଯେମିତି ସାପ ପ୍ରିୟ, ମୋର ବି ସେମିତି ସାପ ଅତି ନିଜର। କିଛି ବି ମାନେ ସ୍କ୍ରିପ୍ଟ ପ୍ରିପେୟାର ନଥିଲି ମୁଁ। ହଠାତ୍ ମୋତେ ଆମର ଯେଉଁ ଅଛନ୍ତି ମୋ ଗୁରୁ ପ୍ରଦୀପ ସାର୍ ଆଉ ମୋତେ ଆମର ଯେଉଁ ଅନର ଅଛନ୍ତି ଅନନ୍ତ ନାରାୟଣ ଧଳ ସାର୍, ସେ ମୋତେ ଫୋନ୍ କରି କହିଲେ କି ଇନଷ୍ଟାଣ୍ଟ ଚଢ଼ିବାକୁ ପଡ଼ିବ। ତାଙ୍କର ମୁଁ ତ ଫାଷ୍ଟ ଡରି ଯାଇଥିଲି, କିନ୍ତୁ ଲୋକମାନଙ୍କର ଭଲ ପାଇବା ମିଳିଲା। ରେସ୍ପଣ୍ଡ କଲେ ଲୋକମାନେ, କେହି ଉଠିକି ଯାଇନାହାନ୍ତି। ଏତେ ବଡ଼ ଜାଗା, ସାଇ ଜାଗାରେ ମୋତେ ଲୋକ କେମିତି ଆକ୍ସେପ୍ଟ କରିବେ? ଫାଷ୍ଟ ତ ଲୋକ ଚିଲେଇଲେ। ଅଫରଟା ପାଇଲା ପରେ ଭାଇ ସାଙ୍ଗେ ସାଙ୍ଗେ ଆପଣ ରାଜି ହେଇଯାଇଥିଲେ ନା ଟିକେ ଭାବିଥିଲେ କି କାଳେ ମୁଁ ଏଇ କ୍ୟାରେକ୍ଟର କରିପାରିବି ନ କରିପାରିବି, ଯେହେତୁ ଜଣଙ୍କ କ୍ୟାରେକ୍ଟରକୁ ରିପ୍ଲେସ୍ ମୋ କରୁଛନ୍ତି? ପାଖରେ ଭାବିବା ପାଇଁ ସମୟ ହିଁ ନଥିଲା। ସାଙ୍ଗେ ସାଙ୍ଗେ ହଁ କରିଥିଲେ। ହଁ କରିବାକୁ ହଁ ନାହିଁ ଭିତରେ ମୁଁ ବି ଆଉ ନାହିଁ, ମାନେ 3 ମିନିଟ୍ ଥିଲା ମୋ ପାଖରେ ସମୟ, ମାନେ ଯାହା ଭିତରେ ମୁଁ ଡ୍ରେସ୍ କେବଳ ପିନ୍ଧିବି, ମୋ ଡ୍ରେସ୍ ଚେଞ୍ଜ କରିବି, ତାଙ୍କ ଡ୍ରେସ୍ ପିନ୍ଧିବି, ଯିବି। ତାପରେ ଫାଷ୍ଟ ସିନ୍ ଯେତେବେଳେ ଯାଇଛି, ମୁଁ ଷ୍ଟେଜ୍ ଉପରେ ଠିଆ ହେଇଛି ବ୍ଲାଙ୍କ, କି ମୁଁ ପଳେଇ ଆସିଛି, କ'ଣ କରିବି କ'ଣ ନାହିଁ। ତା ଅଧଘଣ୍ଟା କି ଗୋଟେ ଦିନ ଆଗରୁ ପ୍ରୋସିଡ୍ୟୁର ହେଲେ ସ୍କ୍ରିପ୍ଟ ମିଳେ, ସେତିକି ବି ମୋତେ ମିଳିନି। ଯେହେତୁ ମୁଁ ସେ ପ୍ଲେରେ ଗୋଟେ ଅଂଶ ପାର୍ଟ, ତ ମୁଁ ସେ ଡାଇଲଗ୍ ଶୁଣେ। ଆଉ ଯେହେତୁ ସାଇର ଡାଇଲଗ୍ ବହୁତ ଭାଇରାଲ ଥାଏ ଯେତେବେଳେ ହୁଏ, ସବୁ ଡାଇଲଗ୍ ଗୁଡ଼ା ସବୁ ପ୍ରାୟ ଟିକେ 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 ଆଜି ସବୁ ମନ ଥିଲା ମୋର। ସିନ୍ ଗୁଡ଼ାକୁ ମୋତେ ବୁଝେଇବେ। ଇଭିନ୍ ସିଏ କ'ଣ ସୋନାଲି, ସମସ୍ତେ ସୁନେଲ ଉପରେ ସମସ୍ତେ ହଇରାଣ ହେଇଛନ୍ତି। ଇଭେନ୍ ମାନେ ହଇରାଣ ମାନେ ଟିକେ 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 ହଇରାଣ ହେବାକୁ ପଡ଼ିଛି ମୋତେ ସପୋର୍ଟ କରିବା ଇଏରେ। ମୁଁ ଯଦି ସେଠି ନ ଚଢ଼ିଥାନ୍ତି, ଆଉ ଟାଇମ୍ ନଥିଲା, ତ ତାପରେ ଲୋକମାନଙ୍କର ରେସ୍ପଣ୍ଡଟା କେମିତି ହେଇଥାନ୍ତା? 4,500 ଲୋକ ବସୁଛନ୍ତି ଟିକେଟ୍ କାଟିକି। ତ ସେଇଟା ମୋ ମୁଣ୍ଡରେ ରହିଲା ଯେ ମୋତେ ଯେମିତି ହଉ ହୁକ୍ ଅର୍ କୁକ୍ ମୋତେ କାମ କରିବାର ଅଛି, ଦେଖେଇବାର ଅଛି ଲୋକଙ୍କୁ, ଲୋକମାନେ ଯେମିତି ବୋର୍ ନ ହେବେ। କଣ୍ଟିନ୍ୟୁଅସଲି ସାଇଙ୍କ ଚରିତ୍ରରେ ସାଇଙ୍କ ଜାଗାରେ ଦେଖିବାକୁ ପାଇବେ ଦର୍ଶକ ତୋଫାନକୁ। ନାଇଁ ନାଇଁ ନାଇଁ, ଏଇଟା ଭୁଲ କଥା। ସାଇ ତାଙ୍କ ଦେହ ଖରାପ ଅଛି, ଗୋଟେ ଦିନ ପାଇଁ ରେଷ୍ଟ ନେଇଥିଲେ ସିଏ। କାଲିଠୁ ପୁଣି ସେ କଣ୍ଟିନ୍ୟୁ କରିବେ। ଆପଣମାନଙ୍କ ପ୍ରିୟ ସାଇ କାଲିଠୁ ପୁଣି କଣ୍ଟିନ୍ୟୁ କରିବେ। ମୁଁ ଚାହିଁବି ଯଦି ଦର୍ଶକମାନଙ୍କର ଯେଉଁ ଭଲ ପାଇବାଟା ରହିଲା, ତାହେଲେ ଏବେ ତ ଖଣ୍ଡଗିରି ଚାଲିଛି, ଆଉ 2-3 ମାସ 4 ମାସ ରହିଲା। ନେକ୍ସଟ ଇୟରକୁ ଡେଫିନେଟଲି ଆପଣଙ୍କର ଇଚ୍ଛା ଫୁଲଫିଲ୍ ହେବ 100%। ଆମେ ଜାଣିଛୁ ଆପଣଙ୍କୁ ମିହିର ଦାସ ସାର୍ଙ୍କ ପୁଅ ବୋଲିକା ମଧ୍ୟ କୁହନ୍ତି। ପୁଅ, ଭଳିଆ। ହଁ ପୁଅ ବୋଲି ମୋତେ ସିଏ ଭାବନ୍ତି। ଆଉ ପୁଅ ଭାବନ୍ତି କ'ଣ, ସେ ମୋତେ ପୁଅ ବୋଲି ଭାବୁଥିଲେ, ମୁଁ ତାଙ୍କ ପାଖରେ ଥିଲି। ପ୍ରେମ ପ୍ରେମ କେବେ କେବେ ମିଛ ହେଇପାରେ, ମିଛ ନୁହେଁ ପ୍ରତିଶ୍ରୁତି। ତମଠୁ ଦୂରେଇ ଦେଇଛି ମୋତେ ମୋ ଭାଗ୍ୟ ଆଉ ପରିସ୍ଥିତି। କିଏ କେବେ କ'ଣ ପ୍ରଥମ ପ୍ରେମକୁ ହୃଦୟରୁ ପାରେ ଭୁଲି, ସମୟ କୋଳରେ ସବୁ ହଜିଯାଏ, ସ୍ମୃତି ରହିଯାଏ ଖାଲି। ମନ ଦେଇ ଯିଏ ପାଇଥାଏ ଭଲ, ସେ ଜାଣେ ନିଜ ବେଦନା। ଦୁନିଆ ଆଖିରେ ହସୁଥାଏ ସିନା, କାନ୍ଦେ ବିରହ କାନ୍ଦନା। ଅଭୁଲା ଅତୀତ ସାକ୍ଷୀ ଅନ୍ତରାଳେ ଲୁହ ହେଇ ବହିଯାଏ। ମନର ବେଦନା ନ ବୁଝି ଦୁନିଆ ପାଗଳାମି ବୋଲି କୁହେ। ଦର୍ଶକ ବନ୍ଧୁ, ଆରମ୍ଭ ହୋଇସାରିଛି ଖଣ୍ଡଗିରିର ଯାତ୍ରା ଋତୁ। 27 ତାରିଖରୁ ଆସନ୍ତା 7 ତାରିଖ ଯାଏଁ ପଡ଼ିଛି ଖଣ୍ଡଗିରିର କୁମ୍ଭମେଳା। ଆଉ ସେଥିରେ ଟକ୍କର ଦେଉଛନ୍ତି ପ୍ରତ୍ୟେକଟି ଯାତ୍ରା ପାର୍ଟି ଜଣେ ଜଣକୁ। ଆଉ ସବୁଠାରୁ ବହୁତ ହି ଲୋକପ୍ରିୟ ଯାତ୍ରା ପାର୍ଟି ତୁଳସୀ ଗଣନାଟ୍ୟ। ଆପଣମାନେ ଜାଣିଥିବେ, ବହୁତ ହି ସୁନ୍ଦର ସୁନ୍ଦର କଳାକାର, ବହୁତ ହି ଭଲ କଳାକାର ସେଥିରେ ଅଭିନୟ କରିଛନ୍ତି। ନିଖୁଣ ଅଭିନୟରେ ଆପଣମାନଙ୍କୁ ବାନ୍ଧି ରଖିଛନ୍ତି। ଆପଣମାନେ ମୋତେ ବହୁତ ଭଲ ପାଇବା ତାଙ୍କୁ ଦେଇଛନ୍ତି। ବିଶେଷ କରି ଏବେ ଚର୍ଚ୍ଚାରେ ଥିଲେ ସାଇ, ଯାହାଙ୍କ ଅଭିନୟକୁ ଆପଣମାନେ ବହୁତ ହିଁ ଭଲ ପାଉଥିଲେ। ତାଙ୍କର ସାପ ଧରିକି ଯାତ୍ରା କରିବାର ଯେଉଁ ଅଲଗା ପ୍ରକାର ଅନ୍ଦାଜ ଥିଲା, ତାକୁ ଆପଣ ବେଶୀ ପସନ୍ଦ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଖଣ୍ଡଗିରି ଯାତ୍ରାରେ ଯାତ୍ରା କରୁଥିବା ବେଳେ ତାଙ୍କର କୌଣସି କାରଣରୁ ଦେହ ଖରାପ ହେତୁ ସେ ସେଥିରୁ ବିରତି ନେଇଛନ୍ତି। ଆଉ ତାଙ୍କ ଜାଗାକୁ ପୂରଣ କରିବା ପାଇଁ ଆସିଛନ୍ତି ତୋଫାନ କୁମାର ସ୍ୱାଇଁ, ଯାହାକୁ ଆପଣମାନେ ଆଗରୁ ମଧ୍ୟ ବହୁତ ସାରା ଅଭିନୟରେ ଦେଖି ସାରିଛନ୍ତି, ବହୁତ ସାରା ଭଲ ପାଇବା ଦେଇଛନ୍ତି। କିନ୍ତୁ ହଠାତ୍ ଯାତ୍ରା, ମାନେ ଯେଉଁଟାକି ଆପଣ ଲାଇଭ୍ ଟେଲିକାଷ୍ଟ ଦେଖନ୍ତି, ସେଭଳିଆ ସିଚୁଏସନରେ ଜଣେ ମେନ୍ ଲିଡ୍କୁ ରିପ୍ଲେସ୍ କରିବା, ସାଇଙ୍କ କ୍ୟାରେକ୍ଟରକୁ ରିପ୍ଲେସ୍ କରିବା, ଆଉ ପୁଣି ନିଖୁଣ ଭାବରେ ତାଙ୍କୁ ମଧ୍ୟ ସାଇଙ୍କଠୁ ଆହୁରି ଅଧିକ ପ୍ରଶଂସା ମିଳିଛି, ଲୋକ ଆହୁରି ତାଙ୍କୁ ପସନ୍ଦ କରୁଛନ୍ତି। କିନ୍ତୁ ହଠାତ୍ କେମିତି ଗଲେ, କେମିତି ସେ ସବୁ ଲିଡ୍ କ୍ୟାରେକ୍ଟରକୁ ପ୍ଲେ କରିବା ପାଇଁକା ସେ ସାହସ ଆସିଲା, ସେ ସବୁ ଡାଇଲଗ୍, ସେ ସ୍କ୍ରିପ୍ଟ କେମିତି ଏତେ ଜଲ୍ଦି ମନେ ରଖିପାରିଲେ, ସେ ସମ୍ପର୍କରେ ଜାଣିବା ପାଇଁ ଆଜି ଆମ ସହ ଅଛନ୍ତି ତୋଫାନ କୁମାର ସ୍ୱାଇଁ। କଥା ହେବା ଭାଇଙ୍କ ସାଙ୍ଗରେ କେମିତି କ'ଣ ଥିଲା। ଭାଇ ନମସ୍କାର, ଏସ୍ସିଟିଭିକୁ ସ୍ୱାଗତ କରୁଛି। କେମିତି ଅଛନ୍ତି? ନମସ୍କାର, ବହୁତ ବଢ଼ିଆ ଅଛି। ଆଜ୍ଞା ଭାଇ, ହଠାତ୍ ସବୁକିଛି ଗୋଟେ ଚେଞ୍ଜ ହେଇଗଲା। ଆପଣଙ୍କର ବି ଏଇ ତୁ ମୋର ଶେଷ ଦେଖା ଯାତ୍ରା ଯେଉଁ ଆପଣଙ୍କର ଚାଲିଛି, ଏଇ ବୋଧେ ଶେଷ ଦେଖା। ଆଜ୍ଞା,
ଏଇ ବୋଧେ ଶେଷ ଦେଖାରେ ଆପଣ ବି ଗୋଟେ କ୍ୟାରେକ୍ଟର ଅଛି, ଆପଣ ବି ଅଭିନୟ କରୁଛନ୍ତି, କିନ୍ତୁ ହଠାତ୍ ଗୋଟେ ଲିଡ୍ କ୍ୟାରେକ୍ଟରକୁ ଆପଣଙ୍କର ଟ୍ରାନ୍ସଫର ହେଉଛି ଯେଉଁଟାକି ମେଜର କ୍ୟାରେକ୍ଟର ଗୋଟେ ରହିଛି ସେଥିରେ, ଆଉ ସେଥିରେ ଆପଣ ନିଖୁଣ ଭାବେ ଅଭିନୟ କରୁଛନ୍ତି। ଯେଉଁ ଭଲ ପାଇବା ସାଇ ସାଉଣ୍ଡୁଥିଲେ ଦର୍ଶକଙ୍କଠୁ ଆପଣଙ୍କୁ ମଧ୍ୟ ତାଠାରୁ ଅଧିକ ଭଲ ପାଇବା ଗୋଟେ ରାତିରେ କାଲିଠୁ ମିଳିସାରିଛି। କ'ଣ କହିବେ, କେମିତି ଥିଲା ସେ ଆକ୍ସେପ୍ଟାନ୍ସ ଆଉ କେମିତି ଥିଲା ସେ ଚ୍ୟାଲେଞ୍ଜିଂ? ନାଇଁ ଚ୍ୟାଲେଞ୍ଜ ତ ବହୁତ ଥିଲା। ଗୋଟେ କଳାକାର ପାଇଁ ମାନେ ହଠାତ୍ ନୋ ପ୍ରିପାରେସନ୍, କିଛି ବି ମାନେ ସ୍କ୍ରିପ୍ଟ ପ୍ରିପେୟାର ନଥିଲି ମୁଁ। ହଠାତ୍ ମୋତେ ଆମର ଯେଉଁ ଅଛନ୍ତି ମୋ ଗୁରୁ ପ୍ରଦୀପ ସାର୍, ଆଉ ମୋତେ ଆମର ଯେଉଁ ଅନର ଅଛନ୍ତି ଅନନ୍ତ ନାରାୟଣ ଧଳ ସାର୍, ସେ ମୋତେ ଫୋନ୍ କରି କହିଲେ କି ଇନଷ୍ଟାଣ୍ଟ ଚଢ଼ିବାକୁ ପଡ଼ିବ, କାହିଁକିନା ଦେହ ଯେହେତୁ ତା'ର ଖରାପ ହେଲା, ଅସୁସ୍ଥ ହେଲା, ସେଥିପାଇଁ ମୁଁ ବି ଦୁଃଖିତ। ହଠାତ୍ ହେଇଗଲା। ଆକ୍ଚୁଆଲି ମାନେ ପ୍ରତି କଳାକାରକୁ ସପୋର୍ଟ କରିବା ନିହାତି ଦରକାର, ଆଉ ଅନୁଷ୍ଠାନକୁ ଭଲ ପାଉଥିବା ଦରକାର। ତ ଯେହେତୁ ହେଲା, ମୁଁ ଆଉ କିଛି ଭାବିନି ଆକ୍ଚୁଆଲି। ଯେଉଁ ଆପଣ କହିଲେ ସେଠି ବି ବହୁତ ଜଣ ଆସିଥିଲେ, ମୁଁ କିଛି ନ ଭାବିକି ଚଢ଼ିଗଲି। ଆଉ ଜାଣିଛି ଯେ ଆମର ଯେଉଁ ତୁଳସୀ ପେଣ୍ଡାଲ ଅଛନ୍ତି ସେଠି ଠାକୁରାଣୀ ଅଛନ୍ତି ବୋଲି ସମସ୍ତେ କୁହନ୍ତି। ମା ଶାରଳାଙ୍କ ଦୟାରୁ, ଭଗବାନଙ୍କ ଦୟାରୁ ଭଲରେ ସବୁ ହେଲା। ଲୋକମାନଙ୍କର, ମୁଁ ତ ଫାଷ୍ଟ ଡରି ଯାଇଥିଲି, କିନ୍ତୁ ଲୋକମାନଙ୍କର ଭଲ ପାଇବା ମିଳିଲା। ରେସ୍ପଣ୍ଡ କଲେ ଲୋକମାନେ, କେହି ଉଠିକି ଯାଇନାହାନ୍ତି। ସକାଳକୁ ବି ଢେର ସାରା ଭଲ ପାଇବା ମିଳିଲା। ଥ୍ୟାଙ୍କ ୟୁ ସୋ ମଚ୍ କହିବି ଯେଉଁମାନେ ବି ଦେଖୁଛନ୍ତି ଦର୍ଶକ। ଯେଉଁମାନେ ଦର୍ଶକ ଦେଖୁଛନ୍ତି, ମୁଁ ତ କହିଛି ଆଗରୁ, ଦର୍ଶକ ହେଉଛନ୍ତି ଭଗବାନ। ସେମାନେ ହିଁ ଆମ ପାଇଁ, ସେମାନଙ୍କ ଗାଳି ଆମ ପାଇଁ ଭାତ ଥାଳି। ଆଉ ବେଶୀ କିଛି ଏକ୍ସପ୍ଲେନ୍ କରିବା ଦରକାର ନାହିଁ। ଆକ୍ଚୁଆଲି ସବୁ ଦର୍ଶକ ବୁଝିପାରୁଥିବେ, କାହିଁକିନା ସେ ଯେଉଁ କଷ୍ଟଟା, ଯେଉଁ ପେନ୍ଟା, ରାତି ଅଧରେ ହଠାତ୍ କିଏ ଜାଣିଥିଲା ଏମିତି ଗୋଟେ ତା ଦେହ ଆକ୍ଚୁଆଲି କ'ଣ ଖରାପ ଥିଲା, ମେ ବି ଫିଭର ଥାଇପାରେ କି କ'ଣ, ଆଇ ଡୋଣ୍ଟ ନୋ, ବଟ୍ ଥିଲା। ତ ଦେହଟା ଯେହେତୁ ଖରାପ ହେଲା, ଜଣେ ପସିବୁଲ୍ ନା ସବୁଦିନ ତ କଳାକାର, ଯେହେତୁ ଆମେ ବି ମାନେ କଳାକାର, ଆମେମାନେ ବି ମଣିଷ, କେତେବେଳେ ଦେହ ଖରାପ ହେବ, କେତେବେଳେ ଦେହ ଭଲ ରହିବ। ବଟ୍ ହେଲା ଯେହେତୁ ମୁଁ ଚଢ଼ିଲି, ଭଲ ଲାଗିଲା ଲୋକ ରେସ୍ପଣ୍ଡ। ଆପଣ ମେଣ୍ଟାଲି ପ୍ରିପେୟାର ହେଇଥିଲେ ଆପଣଙ୍କ କ୍ୟାରେକ୍ଟର ପାଇଁ ଆଗରୁ, କିନ୍ତୁ ହଠାତ୍ ଏ ଜିନିଷ ଘଟିଲା, ସାଇଙ୍କର ଦେହ ଖରାପ ହେଲା, ସେଇଟା ବି ଆମେମାନେ ବି ଦେଖିଲୁ, ସମସ୍ତେ ଦେଖିଲେ, ଦର୍ଶକ ବି ଦେଖିଲେ, ଆଉ ଆପଣ ସେ କ୍ୟାରେକ୍ଟରକୁ ଆସିଲେ। ମନରେ ଭାଇ ସେ ଟାଇମ୍ରେ ଡର ଲାଗିଥିଲା, ମୁଁ ଏ ଦାୟିତ୍ୱ ନେଇପାରିବି କି ନାହିଁ, ଏ ଅଭିନୟ କରିପାରିବି ନାହିଁ, କାହିଁକିନା ଯେହେତୁ ଏଇଟା ଗୋଟେ ମେଜର କ୍ୟାରେକ୍ଟର, ଯେଉଁଟା ଆଗରୁ ସାଇ କରୁଥିଲେ କି ଏବେ ଆପଣ ସେଇଟା କରୁଛନ୍ତି। ଶୁଣନ୍ତୁ, ସବୁଠୁ ବେଷ୍ଟ କଥା ମାନେ ବେଶୀ ଇଏ ଲାଗିଲା କି ମୁଁ ଅଲରେଡ଼ି ମୋ କ୍ୟାରେକ୍ଟର ପାଇଁ ପ୍ରିପେୟାର ହେଇ ସାରିଥିଲି ଅଲରେଡ଼ି। ସିଚୁଏସନ୍ ସବୁ ଦେଖୁଥାଏ, ତ ମୁଁ ଜାଣିନଥିଲି କି ମୁଁ ସେଠି ଚଢ଼ିବି କି କ'ଣ କରିବି। ଆଉ ଯେହେତୁ ମୋର ଗୋଟେ କ୍ୟାରେକ୍ଟର ଥିଲା, ହଁ ମୋର ଅଫ୍ ଥାନ୍ତା ଅଲଗା କଥା, ତ ମୋତେ ହଠାତ୍ କହିଲେ କି ସାର୍ ସେ କ୍ୟାରେକ୍ଟରଟା କରିବା ପାଇଁ। ତ ମୁଁ କହିଲି ଠିକ୍ ଅଛି, ମୁଁ କରିବି। ବଟ୍ ଆପଣ ଯେଉଁ କହିଲେ ସାଇ ସତ୍ୟଜିତଙ୍କ କଥା, ବହୁତ ବଢ଼ିଆ ଆର୍ଟିଷ୍ଟ, ତ ଅଲରେଡ଼ି ଭାଇରାଲ। ତ ମୁଁ ଦେଖିଲି ସେ ଜାଗାଟାକୁ ପୂରଣ କରିବା ପାଇଁ ହେଲେ ସେତିକି ତମ ଭିତରେ କ'ଣ କି ସେତିକି ଗୋଟେ ଟ୍ୟାଲେଣ୍ଟ ଥିବା ଦରକାର, ତମ ଭିତରେ ଆକ୍ଟିଂର ସ୍କିଲ୍ଟା ଟିକେ ଭଲ ଥିବା ଦରକାର। ଆଉ ହଠାତ୍ ପ୍ରକ୍ସିରେ କ'ଣ ହୁଏ କି କିଛି ମନେ ନଥାଏ, ତୁମକୁ ନିଜକୁ ନିଜେ ମନେ ପକେଇକି କହିବାକୁ ପଡ଼େ। ତ କେଉଁଠି ନା କେଉଁଠି ଏକ୍ସପ୍ରେସନ୍ ହଉ, ମଡୁଲେସନ୍ ହଉ, ମାଇନସ୍ ହୁଏ, ଫମ୍ବଲ୍ ବି ହୁଏ। ବଟ୍ କାଲି ଓଭରାଲି ଫାର୍ଷ୍ଟ ସିନ୍ ଆଇ ଥିଙ୍କ ଟିକେ ଏପଟ ସେପଟ ହେଲା। ବାକି ସବୁ ସିନ୍ ବୋଧେ ମୋତେ ଲାଗିଲା କି ମେ ବି ଯେଉଁ ଦର୍ଶକମାନଙ୍କ ଭଲ ପାଇବା ହଉ, କି ମୋ କଳାକାରମାନେ ମୋ ପାଖରେ ଯେଉଁମାନେ ବି ଅଛନ୍ତି, ଟିମ୍ ୱାର୍କ ହଉ, ସେମାନଙ୍କ ସପୋର୍ଟ, ଆଉ ସମସ୍ତେ ଏଭ୍ରିୱାନ୍, ମାନେ ସୋନାଲି ମୋ ସହିତ କାମ କରୁଥିଲେ, ପାୟଲ ମୋ ସହିତ କାମ କରୁଥିଲେ, ସେମାନେ ବହୁତ ସପୋର୍ଟ କରୁଥିଲେ ମୋତେ।